ସୁନ୍ଦର ଚେହେରା ଗୌରବ ମୁହଁରେ ବ୍ଲାକ୍ ଫ୍ରେମ୍ ଚଷମା ବସିବାର କଥା ହେବାରେ କହିବାରେ ଏକଦମ ପରଫେକ୍ଟ ବାବୁଜଣଙ୍କୁ ଦେଖିଲେ ଥରୁଟେ ହେଲେ ବି ବିଶ୍ୱାସ ହେବନି ଯେ ସେ ଜଣେ ଗରିବ କର୍ମା। ବାବୁଜଣଙ୍କ ହେଉଛନ୍ତି ଆଡଭୋକେଟ ସୁବାସ ମହାପାତ୍ର, ବୟସ 51, ରହୁଛନ୍ତି ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜୀ ନଗରରେ। ତାଙ୍କ ପାଖରେ ଭରି ରହିଛି ଅନେକ ପ୍ରତିଭା। 100 ନିଜକୁ ଏକାଥରେ ପ୍ରମାଣ କରି ସତରେ ପରିବର୍ତ୍ତନ କରିବା ଦରକାର ପଡ଼ିଲେ ମିଛ କେସ୍ରେ ଆପଣଙ୍କୁ ଫସାଇବାରେ ଥାନାରେ ବେଶୀ ସମୟ ଲାଗିବ ନାହିଁ। ପ୍ରାୟ ସବୁ ଥାନାରେ ପୋଲିସ ମଧ୍ୟ ତାଙ୍କ ହାତରେ। କେତେବେଳେ ନେତା ମନ୍ତ୍ରୀଙ୍କର ଓକିଲ କହିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତିନି। ସୁବାସ ବାବୁ ଜଣେ ପେଶାଦାର ଦିଲ୍ଲୀ ହାଇକୋର୍ଟ ବାର୍ କାଉନ୍ସିଲରଙ୍କ ଲାଇସେନ୍ସ ଧରି ନିଜକୁ ସିନିୟର ଆଡଭୋକେଟ କହି ଦୀର୍ଘ ବର୍ଷ ହେବ ଭୁବନେଶ୍ୱର କଟକରେ ନିଜର ପ୍ରତିଷ୍ଠାକୁ ସଜାଇ ରଖିଥିଲେ। ହେଲେ ଏବେ ବାପୁ ଜଣଙ୍କ କଟକ ଚୌଦ୍ୱାର ଜେଲ୍। ଅପରାଧ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସୁବାସ ବାବୁ କୌଣସି ଓକିଲାତି ଲାଇସେନ୍ସ ନଥାଇ ଦୀର୍ଘ ବର୍ଷ ଧରି ଓକିଲାତି କରିଆସୁଛନ୍ତି। ବାବୁଜଣଙ୍କୁ ତନାଘନା କରିବାରୁ ଜଣାପଡ଼ିଲା ଯେ ବାବୁଜଣଙ୍କର ନାଁରେ ନିଜସ୍ୱ ବୋଲି ଓକିଲାତି ବାର୍ ଲାଇସେନ୍ସ ନାହିଁ ଏବଂ ସେ ଦିଲ୍ଲୀ ହାଇକୋର୍ଟରେ ଜଣେ ଆଡଭୋକେଟଙ୍କ ଲାଇସେନ୍ସ ଆଣି ଓକିଲାତି କରୁଥିଲେ ବୋଲି ଜଣାପଡ଼ିଥିଲା। ତେଣୁ ତାଙ୍କୁ ମାନ୍ୟବର ହାଇକୋର୍ଟ ଓଡ଼ିଶା ନଜର ଲାଇସେନ୍ସ ବା ନିଜର ପ୍ରମାଣପତ୍ର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାହା ନକରି ବାବୁଜଣଙ୍କୁ ଲୁଚି ବୁଲୁଥିଲେ। ଶେଷରେ ନକଲି ଆଇନଜୀବୀ ସୁବାସ ମହାପାତ୍ରଙ୍କୁ ଲାଲବାଗ ଥାନା ପୋଲିସ ଗିରଫ କରି କେସ୍ ନମ୍ବର ବିଏନ୍ଏସ୍ ଧାରାରେ 318(4), 319(2), 336(2), 336(3), 337), 338), 342ରେ ଏକ ମାମଲା କେସ୍ ନମ୍ବର 387/25 ରୁଜୁ କରିଛନ୍ତି। ଲାଲବାଗ ପୋଲିସଙ୍କ ସୂଚନା ଅନୁଯାୟୀ ସୁବାସଙ୍କ ପାଖରେ କୌଣସି ଲାଇସେନ୍ସ ନଥାଏ। ଦିଲ୍ଲୀ ହାଇକୋର୍ଟରେ ତାଙ୍କର ଲାଇସେନ୍ସ ଅଛି ବୋଲି କହି ଲୋକଙ୍କୁ ଭୁଆ ବୁଲାଇ ଅଦାଲତମାନଙ୍କରେ କେସ୍ ପରିଚାଳନା କରୁଥିଲେ। କିନ୍ତୁ ଗୋଟିଏ ମାମଲାରେ ଧରା ପଡ଼ିଥିବାରୁ କଟକ ଲାଲବାଗ ଥାନାରେ ଅଭିଯୋଗ କରାଯାଇଥିଲା। ବାବୁଜଣଙ୍କ ଏବେ ଜେଲ୍ ଭିତରେ। ସେତିକିରେ କଥା ସରିନଥିଲା। ସୁବାସ ବାବୁଙ୍କର କାଳେ ରାଉରକେଲାରେ ପରିବାରର ଅଦାଲତରେ ଦୀର୍ଘ 5 ବର୍ଷ ହେଲା କେସ୍ ଚାଲିଛି। କିନ୍ତୁ ଓକିଲ ପାୱାର ୟୁଜ୍ କରି ତାଙ୍କ ବିରୋଧରେ ଇସ୍ୟୁ ହୋଇଥିବା ୱାରେଣ୍ଟକୁ ବେଖାତିର କରି ବାବୁ ଦୀର୍ଘ ଦିନ ହେଲା ଲୁଚି ପଡ଼ିଥିଲେ। ଏବେ ତାଙ୍କୁ ଚୌଦ୍ୱାର ଜେଲ୍କୁ ପୋଲିସ ହେଫାଜତରେ ରାଉରକେଲା ପରିବାର ଅଦାଲତକୁ ଅଣାଯାଇ ଶୁଣାଣି ଚାଲିଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଓକିଲାତି ଲାଇସେନ୍ସ ନଥାଏ କିପରି ଭାବରେ ଜଣେ ଦୀର୍ଘ ବର୍ଷ ହେଲା କଟକ ଭୁବନେଶ୍ୱର ଭଳି ଅଦାଲତମାନଙ୍କରେ କେସ୍ ପରିଚାଳନା କରୁଥିଲେ। ତାଙ୍କ ଦ୍ୱାରା ପରିଚାଳିତ କେସ୍ରେ ଜନସାଧାରଣଙ୍କୁ ନ୍ୟାୟାଳୟରେ ଉଚିତ ନ୍ୟାୟ ମିଳିଲା କି ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ରାଉରକେଲାରୁ ସାଇ ପ୍ରିନ୍ସ ମହାପାତ୍ରଙ୍କ ରିପୋର୍ଟ, ରିପବ୍ଲିକ ଓଡ଼ିଶା, ସାଧାରଣ ଲୋକଙ୍କ ସ୍ୱର।